ସାବିତ୍ରୀ ନଦୀ କୂଳରେ ଥିବା ଶ୍ମଶାନ ଭୂମି ଦେଇ ଦୌଡ଼ି ପଳାଉଥିଲା। ଆଜି ତାଙ୍କର ବିବାହ ଥିଲା, କିନ୍ତୁ ଏହା ବିବାହ ନୁହଁ, ଏହା ଏକ ସୌଦା ଥିଲା। ହଳଦିଆ ଲେହେଙ୍ଗା ପିନ୍ଧି, ପାଦରେ ଅଳତା, ହାତରେ ଚୁଡ଼ି, କିନ୍ତୁ ତାଙ୍କ ଆଖିରେ କେବଳ ଗୋଟିଏ ପ୍ରଶ୍ନ ଥିଲା, ମୋ ଜୀବନ ଉପରେ ମୋର କ'ଣ କିଛି ଅଧିକାର ନାହିଁ? ଯେତେବେଳେ ସେ ଗାଁର ଶେଷ ଭାଗରେ ପହଞ୍ଚିଲେ, ରାସ୍ତାଟି କଚ୍ଚା ଥିଲା। ହଠାତ୍ ପଛରୁ ଆସୁଥିବା ଏକ ଟ୍ରାକ୍ଟର ସାବିତ୍ରୀର ଭାରସାମ୍ୟ ହରାଇଦେଲା। ସାବିତ୍ରୀ ଖସିଗଲା ଏବଂ ସିଧା ପ୍ରଚଣ୍ଡ ନଦୀରେ ପଡ଼ିଗଲା। ପାଣି ପ୍ରଖର ସ୍ରୋତରେ ବହିଯାଉଥିଲା। ସେ ତାଙ୍କ ହାତ ଏବଂ ଗୋଡ଼କୁ ପିଟି ପିଟି ଚିତ୍କାର କରୁଥିଲେ, ମୋତେ ବଞ୍ଚାଅ, ମୁଁ ମରିବାକୁ ଚାହୁଁନାହିଁ। ସୌଭାଗ୍ୟବଶତଃ ତାଙ୍କ ହାତ କୂଳରେ ଥିବା ଏକ ଭଙ୍ଗା ଗଛର ମୂଳରେ ଲାଗିଗଲା। ଆଙ୍ଗୁଠି ଗୁଡ଼ିକ ଖସି ଖସି ଯାଉଥିଲା। ତାଙ୍କ ହାତ ଦୁର୍ବଳ ହେବାକୁ ଲାଗିଲା। ସେହି ମୁହୂର୍ତ୍ତରେ ରାଗିଣୀ ନିକଟସ୍ଥ ସରକାରୀ ସ୍କୁଲରୁ ଫେରୁଥିଲେ। ଜଣେ ସାଧାରଣ ବିଜ୍ଞାନ ଶିକ୍ଷୟିତ୍ରୀ। ତାଙ୍କ କାନ୍ଧରେ ଏକ ବ୍ୟାଗ୍, ତାଙ୍କ ମୁହଁରେ କ୍ଳାନ୍ତ। ପବନରେ ଭାସି ଆସୁଥିବା ଏକ ଚିତ୍କାର ତାଙ୍କ କାନରେ ପହଞ୍ଚିଲା। ସେ ଅଟକିଗଲେ ଏବଂ ଆଉ କିଛି ଚିନ୍ତା ନକରି ସେ ଦୌଡ଼ିଗଲେ। ରାଗିଣୀ ପାଖରେ ଏକ ରଶି ପଡ଼ିଥିବାର ଦେଖିଲା। ତାଙ୍କ କାନିକୁ ବାନ୍ଧି ନଦୀକୁ ଡେଇଁ ପଡ଼ିଲେ। ସ୍ରୋତ ଏତେ ପ୍ରବଳ ଥିଲା ଯେ ତାଙ୍କ ପାଦ ଖସିଗଲା, କିନ୍ତୁ ସେ ରଶି ଛାଡ଼ିଲେ ନାହିଁ। ମୋତେ ତୁମର ହାତ ଦିଅ, ଛାଡ଼ ନାହିଁ। ତାଙ୍କ ସ୍ୱର ଥରି ଉଠୁଥିଲା, କିନ୍ତୁ ତାଙ୍କ ଉଦ୍ଦେଶ୍ୟ ନୁହେଁ। ସାବିତ୍ରୀ ରଶି ଧରିବା ମାତ୍ରେ ଗଛମୂଳ ଭାଙ୍ଗିଗଲା। କିଛି ସେକେଣ୍ଡ, ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଲଢ଼େଇ। ଶେଷରେ ରାଗିଣୀ ତାଙ୍କର ସମସ୍ତ ଶକ୍ତି ବ୍ୟବହାର କରି ସାବିତ୍ରୀଙ୍କୁ ବାହାରକୁ ଟାଣି ଆଣିଲେ। ସାବିତ୍ରୀ ଅଚେତ ଥିଲେ, କିନ୍ତୁ ଏପର୍ଯ୍ୟନ୍ତ ନିଶ୍ୱାସ ନେଉଥିଲେ। କିଛି ସମୟ ପରେ ଗାଁ ଲୋକ ପହଞ୍ଚିଲେ। ଆମ୍ବୁଲାନ୍ସ ଆସିଲା ଏବଂ ସମସ୍ତେ କହିଲେ ଭଗବାନ ତାଙ୍କୁ ରକ୍ଷା କଲେ। କିନ୍ତୁ କେହି ପଚାରିଲେ ନାହିଁ ଶିକ୍ଷକଙ୍କ ହାତ କାହିଁକି ଥରୁଥିଲା, ତାଙ୍କ ଗୋଡ଼ କାହିଁକି ରକ୍ତସ୍ରାବ ହେଉଥିଲା, ଏବଂ କେହି ରାଗିଣୀଙ୍କ ପାଇଁ ଭିଡ଼ିଓକୁ ଲାଇକ୍ ଓ ସବସ୍କ୍ରାଇବ୍ କରିନାହାନ୍ତି। ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ଜୀବନ ବଞ୍ଚାଉଥିଲେ ଏବଂ ଚୁପଚାପ ଘରକୁ ଫେରି ଆସିଥିଲେ।